Greetings to you in the name of our Lord and Savior Jesus Christ. आमानଙ୍କର ପରିତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଆପଣ ସମସ୍ତଙ୍କୁ ଏହି ସନ୍ଦର୍ଭରେ ଶୁଭେଚ୍ଛା ଜ୍ଞାପନ କରେ। I thank the leadership of UBCA, all the important leaders over here, the pastors, the deacons, the chalaks, and all of you sitting here for giving me an opportunity to share the word of God. ମୁଁ ଉତ୍କଳ ବାପ୍ଟିଷ୍ଟ ମଣ୍ଡଳୀ ସମ୍ମିଳନର ସମସ୍ତ କର୍ତ୍ତୃପକ୍ଷ ନେତୃବର୍ଗ ପାଳକ ଡିକନ୍ ପୁଣି ସମସ୍ତ ସମ୍ମାନନୀୟ ଅତିଥି ବୃନ୍ଦ ପୁଣି ଆବାଳ ବୃଦ୍ଧ ବନିତାଙ୍କୁ ଆଉ କୃତଜ୍ଞତା ଜ୍ଞାପନ କରେ ଏହି ସୁନ୍ଦର ସୁଯୋଗ ନିମନ୍ତେ। I also recognize the presence of dignitaries, bishops over here, and senior leaders of different capacities in the church sitting in the back. ଆମମାନଙ୍କ ମଧ୍ୟରେ ଥିବା ସମସ୍ତ ସମ୍ମାନନୀୟ ବିଶପ ମହୋଦୟ ମାନେ ମୁଖ୍ୟ ଅତିଥି ମହାଶୟ ମାନେ ସେମାନଙ୍କୁ ଆଉ ଦେଖି ମୁଁ ଆନନ୍ଦିତ ଉତ୍ସାହିତ ଅଟେ। And in this regard, I also bring greetings from Canadian Baptist Ministries, Canada. କାନାଡା ବାପ୍ଟିଷ୍ଟ ମିନିଷ୍ଟ୍ରିଜ୍ ତରଫରୁ ମୁଁ ଆପଣମାନଙ୍କ ନିମନ୍ତେ ଶୁଭେଚ୍ଛା ବାର୍ତ୍ତା ଆଣିଅଛି। Since my colleague Mr. C.P. Raju is here, on behalf of him, I also pass on our greetings. ଆଉ ମୋର ସହକର୍ମୀ ମିଷ୍ଟର ସିପି ରାଜୁ ମହାଶୟ ଆଉ ଏହି ସ୍ଥାନରେ ଅଛନ୍ତି, ତାଙ୍କ ସହିତ କାନାଡା ଆଉ ଅଫିସରୁ ଆପଣମାନଙ୍କ ପାଇଁ ଶୁଭେଚ୍ଛା ଜ୍ଞାପନ କରୁଛୁ। I also thank our sincere God for giving me this great opportunity in my life. ଆମମାନଙ୍କର ମହାନ ବିଶ୍ୱସ୍ତ ଈଶ୍ୱର ଯିଏକି ଏହି ଅନୁଗ୍ରହର ସମୟ ଦେଇଛନ୍ତି ସେଥିପାଇଁ ତାଙ୍କୁ ମୁଁ ଧନ୍ୟବାଦ ଦିଏ। I need to be very open this afternoon to you. ଆଉ ମୁଁ ହୃଦୟର ସହିତ ଆପଣମାନଙ୍କୁ ଗୋଟିଏ କଥା କହିବାକୁ ଇଚ୍ଛା କରେ ଏହି ଅପରାହ୍ନ ସମୟରେ। Personally, I feel it is a big challenge for you to sit here. ଆଉ ମୁଁ ବ୍ୟକ୍ତିଗତ ଭାବରେ ଅନୁଭବ କରୁଛି ଆପଣମାନେ ଯେଉଁ ବସିଛନ୍ତି ଏହି ସ୍ଥାନରେ ସେଥିପାଇଁ ଆପଣମାନଙ୍କୁ ଅନେକ ଧୈର୍ଯ୍ୟର ଆବଶ୍ୟକ। You sat for the whole day. ଆପଣମାନେ ପ୍ରାୟ ସମସ୍ତ ଦିନ ତମାମ ଏହି ସ୍ଥାନରେ ବସିଛନ୍ତି। And I am really appreciating how you are sitting the whole day. ଆଉ ସେଥିପାଇଁ ମୁଁ ଆପଣମାନଙ୍କୁ ପ୍ରକୃତରେ ଧନ୍ୟବାଦ ଦଉଛି ଯେ ପ୍ରାରମ୍ଭାବଧି ଏହି ସମୟ ପର୍ଯ୍ୟନ୍ତ। So could you please sit for my sermon too? ଆଉ ମୁଁ ଅନୁରୋଧ କରୁଛି ମୋର ବାକ୍ୟ ସମୟ ମଧ୍ୟରେ ଆପଣମାନେ ଦୟାକରି ବସି ରୁହନ୍ତୁ। But I give you a small concession. ଆଉ ମୁଁ ଆପଣମାନଙ୍କୁ ଗୋଟେ ଆଉ ସ୍ୱତନ୍ତ୍ର ଉପହାର ଦେବାକୁ ରିହାତି ଉପହାର ଦେବାକୁ ଇଚ୍ଛା କରେ। I won't be too long. ଆଉ ମୁଁ ବହୁତ ସମୟ ନେବି ନାହିଁ। I will try to be as short as possible. ଆଉ ମୁଁ ଯେତେ ହେଇପାରିବ ତାହାକୁ ସଂକ୍ଷିପ୍ତ କରିବା ପାଇଁ ଚେଷ୍ଟା Because many କରିବି। of you sat here without even having a lunch or any meal. ଆଉ ଆମମାନଙ୍କ ମଧ୍ୟରେ ସମସ୍ତେ ପ୍ରାୟ ସମସ୍ତେ ଆଉ ଏହି ମଧ୍ୟାହ୍ନ ଭୋଜନ ନ କରି ଏହି ସ୍ଥାନରେ ଅଛୁ। I realize that. ମୁଁ ତାହା ଅନୁଭବ କରୁଛି। Are you happy or not? ଆପଣମାନେ ଖୁସି ଅଟନ୍ତି କି? Or are you hungry or are you happy? ଆପଣମାନେ ଭୋକିଲା ଅଛନ୍ତି, ଭୋକ ଲାଗୁଛି ନା ଖୁସି ଅଛନ୍ତି? No voice, huh? ସାଉଣ୍ଡ You ଆସୁନାହିଁ। really must be hungry. ମୁଁ ବିଶ୍ୱାସ କରୁଛି ହୁଏତ ଆପଣମାନେ ସମସ୍ତେ ଭୋକିଲା ଅଛନ୍ତି। That is why no voice is coming out. ସେଥିପାଇଁ ସ୍ୱର ବାହାରୁନି। Don't worry, we'll finish soon. ଆଉ ମୁଁ କହୁଛି ଚିନ୍ତା କରନ୍ତୁ ନାହିଁ, ଶୀଘ୍ର ସାରିବା। After the passage has been read out, I will briefly lead us in prayer. Then we will look to what the Lord is going to talk to us today. ଶାସ୍ତ୍ରାଂଶ ଅଧ୍ୟୟନ ପରେ ମୁଁ ବାକ୍ୟରୁ କିଛି ପ୍ରାର୍ଥନା କଲା ପରେ ବାକ୍ୟରୁ କିଛି ଧ୍ୟାନ କରିବି। Please look at Matthew chapter 15, ମାଥ୍ୟୁ ତାର 15 ଅଧ୍ୟାୟ verse 21 to 28. ମୁଁ ତାର 21 ପଦରୁ ପ୍ରାରମ୍ଭ କରି 28 ପଦ ପର୍ଯ୍ୟନ୍ତ ପାଠ କରିବି। ଏଠି ଏ ପ୍ରକାର ଲେଖାଯାଏ, ଯୀଶୁ ସେହି ସ୍ଥାନରୁ ଅନ୍ତର ହୋଇ ସୋର ଓ ସିଦୋନ ଅଞ୍ଚଳକୁ ପ୍ରସ୍ଥାନ କଲେ। ଆଉ ଦେଖ, ସେହି ସୀମାରୁ ଜଣେ କିଣାଣିଆ ସ୍ତ୍ରୀ ଆସି ଉଚ୍ଚ ସ୍ୱରରେ କହିବାକୁ ଲାଗିଲା, ହେ ପ୍ରଭୁ, ଦାଉଦ ସନ୍ତାନ, ମୋତେ ଦୟା କରନ୍ତୁ। ମୋର ଝିଅଟିକୁ ଅତି ଭୟଙ୍କର ଭାବରେ ଭୂତ ଲାଗିଅଛି। କିନ୍ତୁ ସେ ତାହାକୁ ପଦେ ହେଲେ ଉତ୍ତର ଦେଲେ ନାହିଁ। ଆଉ ତାହାଙ୍କ ଶିଷ୍ୟମାନେ ଆସି ତାହାଙ୍କୁ ଅନୁରୋଧ କରି କହିବାକୁ ଲାଗିଲେ, ଏହାକୁ ବିଦା କରନ୍ତୁ, କାରଣ ଏ ଆମ୍ଭମାନଙ୍କ ପଛେ ପଛେ ଚିତ୍କାର କରୁଅଛି। କିନ୍ତୁ ସେ ଉତ୍ତର ଦେଲେ, ମୁଁ ଇସ୍ରାଏଲ ବଂଶର ହଜି ଯାଇଥିବା ମେଷମାନଙ୍କ ବିନା
आउ काहा निकटकू प्रेरित होई नाही किंतु सेही स्त्री आसी ताहांको प्रणाम करी कहिबाकू लागिला हे प्रभु मोर उपकार करंतु मात्र से उत्तर देले संतान मानकर आहार नहीं कुकुर मानक पाखरे पकाइबा उचित नुह किंतु से कहिला हाँ प्रभु कारण कुकुर माने तो निज निज प्रभुंको मेजरु पड़िबा गुंडी गुंडा खांती सेतिरे जिसु ताहाकू उत्तर देले गो नारी तुम्भर बड़ विश्वास तुम्भर इच्छा अनुसारे तुम्भ प्रति घटू सेही दंडरू ताहार कन्या सुस्थ हेला। Thank you so much. I also need to thank my dear friend Reverend Vikas for doing the translation this afternoon. आउ मु मोर बंधु आचार्य वर्धन महाशय को धन्यवाद दूची जे मोर वाक्य तर्जमा करूछंती। Right, if he doesn't do a good translation, I'm gone. जदि से उत्तम भावरे वाक्य तर्जमा करिवे नाही मोर सब वाक्य पंड हो। Now I know Vikas very well. If I say something that is not right, he will do some other translation which is right for you. मु हम विकास भाई को भलो भावरे जानिछि तांकु जदि मु धन्यवाद बा कृतज्ञता देबी नाही मु गोटे वाक्य कहिबी से तांकर वाक्य कहिबे। Right. Let us pray. Our gracious Heavenly Father, we once again thank you for this great time that you have given us. And gracious Father, we also look at this occasion as full of grace to meditate on the Word. And as we meditate on the Word, let the words of our mouth and the meditations of our hearts be acceptable to you, our Lord, our Rock, and our Redeemer. Amen. Amen. Let us talk about the silence of God. आमाने आजी जहा आलोचना करिबा होउछि परमेश्वरंकर नीरवता उपरे। Once again, the silence of God. आमाने परमेश्वरंकर नीरवता उपरे आलोचना करिबा। Did you ever feel in your life like God was silent to you? आपण माने केबे अनुभव करिसंती कि आपण मानकर जीवन मध्य रे जे आपण मानकर आवश्यक समय रे परमेश्वर नीरव थिले बोली। Especially when you prayed for many years, आपण माने जेते बेले वर्ष वर्ष धरि गोटे विषय रे प्रार्थना when you were करथि struggling for many years, आउ विभिन्न समस्या बहुल हेई आ कालक्षेपण करी अनेक वर्ष धरि रहन when you were suffering for many years, किछि समस्या ने आपण माने अनेक वर्ष धरि क्लेश भोग करूछंती। did you ever feel that God is silent to you? आ से समय आपण माने केबे अनुभव करिसंती कि परमेश्वर नीरव अछंती बोली। I did feel in my life. मोर जीवन में सही प्रकार अनुभव करिछि। And those who are going through a spiritual struggle in their lives would surely experience this kind of a reality. आउ जो माने आध्यात्मिक भावरे एही प्रकार एक घड़ी संधि अवस्था देई अनेक वर्ष करी आउ जाई छंदी सेमानकर मध्ये एही प्रकार अनुभूति अछि। The passage Matthew 15:21 to 28 is a passage that talks about the silence of God, and then we see how God deals with the silence. आउ आमाने माथ्यू 15 अध्याय 21 रु जदी 28 पद पर्यंत ध्यान करिबा सेठी लेखा अछि परमेश्वर आउ तांकर नीरवता मध्यरे की प्रकारे आपनार संकल्प को कार्यक्षम करंती। Right, before we really get into this, I would like to ask you some small questions. आउ आमाने आलोचना मध्य को जीवा पूर्वरु मु किछि छोट प्रश्न आपण मानकु करिबी। Did you ever see a street dog going around in your villages? आपण मानकर ग्राम मानकरे आपण माने केबे दांडरे बुला कुकुर देखिछंती कि? Yes or no? देखिछन। Do you really know what goes on with that street dog? आउ से जो दांडरे बुला कुकुर रुहे ता सहित कोन सब घटना घटे आपण माने अनुभव करिसंती कि परिलिखित करिसंती कि? Let us know, let's first talk about its food. प्रथमे ताहारो खाद्य विषय आलोचना करा जाव। Does anybody prepare ready-made food for it to say come and eat? आउ किए से बुला कुकुर पाई बोली स्वतंत्र खाद्य प्रस्तुत करी आह्वान करी ताको खाइबा को दिए कि? Come have some big chicken leg piece.
ଆଉ ବଡ଼ ବଡ଼ ଚିକେନ ଲେଗ ପିସ୍ କେବେ ଖାଇବାକୁ or ଦିଆଯାଇଛି a goat leg piece ଆଉ ଛେଳିର ଗୋଡ଼ ରନ୍ଧନ ପ୍ରକ୍ରିୟା କରି ତାକୁ ଦିଆଯାଇଛି କି or କେବେ? a full fish? କେବେ ମାଛ ଦିଆଯାଇଛି କି? What does a street dog get? ସେ ଯୋଉ ବୁଲା କୁକୁର ସେ କ'ଣ ପାଏ? Only the skin, the waste products of the chicken, ଆଉ ସେଇ କୁକୁଡ଼ାର ଯାହାକି ଚର୍ମ କିମ୍ବା ଯାହା କିଛି ଆଉ ପକା ଯାଇଥାଏ ସେଇ ପ୍ରକାର ଜିନିଷ ହିଁ ସେ ପାଏ। the waste intestines of the goat, ଆଉ ତାର ଯୋଉ କ'ଣ intestine ତାର ପର କିମ୍ବା ତାର ଯାହା କିଛି ଅନ୍ତି ଥାଏ ସେ ସବୁ ସେ ଖାଇବାକୁ ଦିଆଯାଏ। the shells or the gills of the fish. ଆଉ ଯାହା କିଛି ଚୋପା ମାଛର ରୁହେ ସେଇ ସବୁ ଦିଆଯାଏ। In a simple word, a street dog does not get the best, but what is left over by people, that is what the street dog gets. ଯଦି ସାଧାରଣ ଭାବରେ କୁହାଯାଏ ଗୋଟେ ବୁଲା କୁକୁର କେବଳ ସ୍ୱତନ୍ତ୍ର ଖାଦ୍ୟ କିଛି ପାଏ ନାହିଁ କିନ୍ତୁ ଯାହା କିଛି ବର୍ଜନୀୟ ଅବସ୍ଥାରେ ଥାଏ ସେହି ପ୍ରକାର ଜିନିଷ ପାଏ। Even if you look at the place where a street dog sleeps, ଆପଣମାନେ ଯଦି ଦେଖିବେ କେଉଁ ସ୍ଥାନ ମାନଙ୍କରେ ବୁଲା କୁକୁର ବୁଲେ it doesn't have a big mansion. ସେ ସେଇ ସ୍ଥାନ ତା ପାଇଁ ଗୋଟେ ଭଲ ଘର ନଥାଏ Nobody gives it a bath. ଆଉ ତା ପାଇଁ ତାକୁ କିଏ ଗାଧେଇ ଦିଅନ୍ତି ନାହିଁ। It just tries to find some nook or corner and just sleeps there. ଆଉ ସେ ସାହିର କୋଉ ଗୋଟେ କୋଣରେ ଯାଇକିରି ଆଉ ସେଠି ସେ ଶୋଇଯାଏ। Dear children of God, what we are seeing here of a street dog is a street dog is considered of no importance in our society. ଆମମାନେ ଯଦି ବୁଲା କୁକୁର ବିଷୟରେ ଚିନ୍ତା କରିବା ବୁଲା କୁକୁରକୁ ସମାଜ ମଧ୍ୟରେ କୌଣସି ଗୁରୁତ୍ୱ ଦିଆଯାଏ ନାହିଁ। It is not important that we need to give the best food to them. ଏହା ଗୁରୁତ୍ୱ ନୁହଁ ଯେ ବୁଲା କୁକୁରକୁ ଭଲ ଉତ୍ତମ ଖାଦ୍ୟ ଦିଆଯାଉ It ବୋଲି। is not important, therefore we don't need to give a good place to stay for it. ଆଉ ଏହା ମଧ୍ୟ ଗୁରୁତ୍ୱ ନୁହଁ ଯେ ବୁଲା କୁକୁରକୁ ଗୋଟେ ଭଲ ସ୍ଥାନ ଦିଆଯାଉ ଯୋଉଠି ସେ କାଳକ୍ଷେପଣ କରିବ। Because a street dog is a waste animal, we only give the waste to the street dog. ଆମମାନେ ଯୋଉମାନେ ବୁଲା କୁକୁରକୁ ଦେଖୁ ବୁଲା କୁକୁରର କୌଣସି ମାନ୍ୟତା ନଥିବାରୁ କୌଣସି ଆଉ ସମ୍ମାନ ନଥିବାରୁ ତାକୁ ସେହି ପ୍ରକାର ଭାବରେ ଆଉ ଲୋକମାନେ ନିଅନ୍ତି। With this in our mind, let us try to look at the passage this afternoon. ଏହି ପ୍ରକାର ଚିନ୍ତାଧାରା ଧରି ଆଜିର ବାକ୍ୟକୁ ଆସୁ ଆମମାନେ ଧ୍ୟାନ Matthew କରିବା। chapter 15 verses 21 to 28 talks about Jesus actually with his disciples involved in ministry. ଆଉ ଆମମାନେ ମାଥ୍ୟୁ 15 ଅଧ୍ୟାୟ 21 ରୁ 28 ଯଦି ଧ୍ୟାନ କରିବା ଯୀଶୁଖ୍ରୀଷ୍ଟ ଶିଷ୍ୟମାନଙ୍କ ସହିତ ଆଉ ସେ ସେବା କାର୍ଯ୍ୟ କରିବାର ବିଷୟ ଦେଖାଯାଏ। We all know for sure that as Jesus is ministering, he is expecting his disciples also to notice and learn from him. ଆଉ ଏତିକି କେବଳ ନୁହଁ ଯୀଶୁଖ୍ରୀଷ୍ଟ ଯେତେବେଳେ ସେବା କାର୍ଯ୍ୟ କରୁଥିଲେ ଯୀଶୁଖ୍ରୀଷ୍ଟ ଏହା ମଧ୍ୟ ଧ୍ୟାନ ରଖୁଥିଲେ ଯେ ତାଙ୍କର ଶିଷ୍ୟମାନେ ଯୀଶୁ ଯୋଉ ସକଳ କାର୍ଯ୍ୟକ୍ରମ ମାନ କରୁଛନ୍ତି ତାହା ଯେପରି ଶିଷ୍ୟମାନେ ମଧ୍ୟ ପରିଲିଖିତ କରିବେ। For example, if he is concerned for the poor, he expects his disciples to be concerned for the poor. ଆଉ ଯଦି ଉଦାହରଣ ସ୍ୱରୂପ ଯଦି ଯୀଶୁଖ୍ରୀଷ୍ଟ ଦରିଦ୍ର ମାନଙ୍କ ପାଇଁ ଆପଣାର ହୃଦୟର ଚିନ୍ତା ବେଦନା ପ୍ରକାଶ କଲେ ସେ ଚାହାନ୍ତି ଯେ ତାଙ୍କର ଶିଷ୍ୟମାନେ ମଧ୍ୟ ସେହି ପ୍ରକାର କରନ୍ତି। If he is concerned for the sick, he wants his disciples also to be concerned for the sick. ଯେତେବେଳେ ଦୁର୍ବଳ ଅସୁସ୍ଥ ଲୋକମାନଙ୍କ ପାଇଁ ଯୀଶୁଖ୍ରୀଷ୍ଟ ନିଜର ହୃଦୟର ଚିନ୍ତା ପ୍ରକାଶ କଲେ ସେ ଚାହାନ୍ତି ଯେ ତାଙ୍କର ଶିଷ୍ୟମାନେ ମଧ୍ୟ ସେହି ପ୍ରକାର କରନ୍ତି। If somebody is ostracized from the community, Jesus shows concern for them and he wants his disciples also to be concerned for them. ଆଉ କୌଣସି ସମାଜଚ୍ୟୁତ ଲୋକମାନେ ଯଦି ଅଛନ୍ତି ଯୀଶୁ ସେମାନଙ୍କ ପାଇଁ ଯେତେବେଳେ ଆପଣାର ହୃଦୟର ଭାରଗ୍ରସ୍ତତା ପ୍ରକାଶ କରନ୍ତି ସେ ଚାହାନ୍ତି ତାଙ୍କର ଶିଷ୍ୟମାନେ ମଧ୍ୟ ତାହା କରନ୍ତି। If Jesus came for the lost, he wanted his disciples also to be concerned for the ଆଉ lost. ଯୋଉମାନେ ହଜା ମେଷ ପରି ଆଉ ବାହାରେ ବିଭିନ୍ନ ଅବସ୍ଥାରେ ଅଛନ୍ତି ଯୀଶୁ ସେମାନଙ୍କ ପାଇଁ ଭାରଗ୍ରସ୍ତ ଅଛନ୍ତି ସେ ଚାହାନ୍ତି ତାଙ୍କର ଶିଷ୍ୟମାନେ ସେହି ପ୍ରକାର କରନ୍ତୁ। And this is the training of Jesus to his disciples. ଆଉ ଏହା ହିଁ ଯୀଶୁଖ୍ରୀଷ୍ଟଙ୍କ ନିମନ୍ତେ ଶିଷ୍ୟମାନଙ୍କ ନିମନ୍ତେ ଯୀଶୁଖ୍ରୀଷ୍ଟଙ୍କର ତାଲିମ ଥିଲା। In this context, we see a story of a woman coming to Jesus. ଆଉ ଏହି ଶାସ୍ତ୍ରାଂଶରେ ଆମେ ଦେଖୁଛୁ ଜଣେ କିଣାଣିଆ ସ୍ତ୍ରୀ ଲୋକ ଯୀଶୁଙ୍କ ନିକଟକୁ ଆସୁଛନ୍ତି।
and she's shouting to Jesus to show mercy on her because her daughter is possessed with a demon. ସେ ଉଚ୍ଚ ସ୍ୱରରେ ଡାକି ଯୀଶୁଙ୍କୁ ଯୀଶୁଙ୍କ ଠାରୁ ଅନୁଗ୍ରହ ଭିକ୍ଷା କରୁଛି କାରଣ ତାଙ୍କର ଝିଅକୁ ଏକ ଭୟଙ୍କର ଭୂତ ଲାଗିଥିଲା। Notice who this woman is. She does not belong to the Jewish community. ଆପଣ ମାନେ ଧ୍ୟାନ କରନ୍ତୁ ଏହି ସ୍ତ୍ରୀ ଜଣକ ଜିହୁଦୀୟ ସମ୍ପ୍ରଦାୟରୁ ଆଦୃତ ସ୍ତ୍ରୀ ନୁହେଁ। She belongs to the Canaan race. ଆଉ ସେ ସ୍ତ୍ରୀ ଲୋକ କିରାଣୀୟ ସମ୍ପ୍ରଦାୟର ଜଣେ ସ୍ତ୍ରୀ ଥିଲା। In those days, the Jews called the Canaanites as dogs. ଆଉ ସେଇ ଦିନ ମାନଙ୍କରେ କିରାଣୀୟ ମାନଙ୍କୁ ଜିହୁଦୀୟ ମାନେ କୁକୁର ବୋଲି ସମ୍ବୋଧନ